ହାଏ ଦର୍ଶକ ବନ୍ଧୁ, ମୁଁ ଜୟଦେବ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଚାଲନ୍ତୁ ଆଜି ଆମେ ଜାଣିବା ଦଶମ ଶ୍ରେଣୀର ପଦ୍ୟ ଭୀମଙ୍କ ସିଂହନାଦ ରଡ଼ିର ପ୍ରଶ୍ନ ଓ ତାର ଉତ୍ତର। ପ୍ରଶ୍ନ ନମ୍ବର 1, ନିର୍ଦ୍ଦିଷ୍ଟ ଉତ୍ତରମୂଳକ ଏକ ପଦରେ ପ୍ରକାଶ କର। ଧୃତରାଷ୍ଟ୍ରଙ୍କର ପୁତ୍ର ଧାର୍ତ୍ତରାଷ୍ଟ୍ର, ମରୁତଙ୍କ ପୁତ୍ର ମାରୁତି, ପବନଙ୍କ ପୁତ୍ର ପାବନୀ, ପଣ୍ଡୁଙ୍କ ପୁତ୍ର ପାଣ୍ଡବ, ଅଦିତିଙ୍କ ପୁତ୍ର ଆଦିତ୍ୟ, କୁନ୍ତୀଙ୍କ ପୁତ୍ର କୌନ୍ତେୟ। ପ୍ରଶ୍ନ ନମ୍ବର 2, ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ। କୁଳଧର ମହାଦେବ ଶିବ, ସଙ୍କଟ ବିପଦ ସମସ୍ୟା, ମର୍ତ୍ତ୍ୟ ପୃଥିବୀ ଧରିତ୍ରୀ, ଅନ୍ତରିକ୍ଷ ଆକାଶ ବ୍ଯୋମ, ନଳିନୀ ପଦ୍ମ କମଳ, ଯମ କାଳ ମୃତ୍ୟୁ, କମଳା ଲକ୍ଷ୍ମୀ ଶ୍ରୀ, ଭର୍ତ୍ସନା ଗାଲି ତିରସ୍କାର। ପ୍ରଶ୍ନ ନମ୍ବର 3, ବ୍ୟାସ ବାକ୍ୟ ସହ ସମାସର ନାମ ଲେଖ। ସମାସ ନବମ ଶ୍ରେଣୀର ଓଡ଼ିଆ ବହିରେ ଏହି ପ୍ରଶ୍ନ ଉତ୍ତର ପାଇଯିବେ। ଭଲ ବୁଝିଲେ ଭଲ କି ବୁଝି ବି ପାରିବେ। ଚାଲନ୍ତୁ ଜାଣିଦେବା। ତ୍ରିଲୋଚନ ତିନି ଲୋଚନ ଯାହାଙ୍କର, ବହୁବ୍ରୀହି ସମାସ। କାଲାନଲ କାଲରୂପକ ଅନଲ, ରୂପକ କର୍ମଧାରୟ ସମାସ। ନବଦ୍ୱୀପ ନବଦ୍ୱୀପର ସମାହାର, ଦ୍ୱିଗୁ ସମାସ। ଏହା ପାଇଁ ସମାସ ପାଇଁ ମୁଁ ଗୋଟିଏ ସର୍ଟ ଭିଡ଼ିଓ ମାନେ ଛାଡ଼ିଛି, ଦେଇକି ଦେଖିଦେବେ, ଯାହାଦ୍ୱାରା ଜାଣିବେ, କମ୍ ସମୟରେ ଜାଣିପାରିବେ ଦ୍ୱିଗୁ ସମାସ କେମିତି ଜାଣିବା, ଯାହାକୁ ସଂଖ୍ୟାବାଚକ କୁହାଯାଏ ବା ସଂଖ୍ୟାବାଚକ ଶବ୍ଦ ପ୍ରଥମେ ଆସିବ ତାହାକୁ ଆମେ ଦ୍ୱିଗୁ ସମାସ କହିବା। ଏହି ସମାସ ବିଷୟରେ ମୁଁ ବିସ୍ତୃତ ଭାବରେ ସର୍ଟ ଭିଡ଼ିଓ ମାନଙ୍କରେ କହିଛି, ଯାଇକି ଦେଖିଦେବେ। ସପ୍ତ ସାଗରର ସମାହାର, ଦ୍ୱିଗୁ ସମାସ। ଭୁଜଦଣ୍ଡ ଭୁଜଦଣ୍ଡ ପରି, ଉପମାନ କର୍ମଧାରୟ ସମାସ। ଅଜାମ୍ବର ଅଜର ଅମର ଯିଏ, ବହୁବ୍ରୀହି ସମାସ। ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର। ଏଟା କବିତା ବା ବହି ଦେଖିକି ଯଦି ବହି ପଢ଼ିଥିବେ ସେ ପଦ୍ୟର ଷ୍ଟାଞ୍ଜା ଗୁଡ଼ାକ ଏଟା ଦେଖିଦେବେ। ଯଦି ଏଇଟା ଗୁଡ଼ାକ ମୁଁ କହିବି ଭିଡ଼ିଓ ବହୁତ ବଡ଼ ହେଇଯିବ, ତେଣୁକରି କହୁନାହିଁ। ଚାଲନ୍ତୁ ଯିବା 5 ନମ୍ବର କ୍ଷୁଦ୍ର ଉତ୍ତରମୂଳକ। 5 ନମ୍ବର, ସିଂହନାଦ କ'ଣ? ସିଂହନାଦ ମହିଷୀ ସିଂହରେ ନିର୍ମିତ ଏକ ବାଦ୍ୟ। ଶିବ ଭୈରବ ରୂପ ଧାରଣ କରି ସିଂହନାଦ କଲେ ପୃଥିବୀ ପ୍ରଳୟ ହୁଏ। ତାହେଲେ ଜାଣିପାରିବେ ସିଂହନାଦ କ'ଣ? ମହିଷୀ ସିଂହରେ ନିର୍ମିତ ଏକ ବାଦ୍ୟ ଅଟେ, ଯାହାକୁ ଶିବ ଧାରଣ କଲେ ବା ସିଂହନାଦ କଲେ ପୃଥିବୀ ଧ୍ୱଂସ ହୋଇଥାଏ। ପ୍ରଶ୍ନ ନମ୍ବର 6, ସହଦେବ ଜଗନ୍ନାଥଙ୍କୁ କ'ଣ ବୋଇଲେ? ତାର ଉତ୍ତର ଲେଖା ହେଇଛି, ଲେଖିଦେବେ। ପ୍ରଶ୍ନ ନମ୍ବର 7, ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ? ଏ ପ୍ରଶ୍ନ ଗୁଡ଼ିକର ଉତ୍ତର ଖାତାରେ ଲେଖିଦେବେ, ଯାହାଦ୍ୱାରା ଏକ୍ଜାମରେ ଲେଖିଥିବେ ବେଲେ ପଢ଼ିକି ଯିବେ ଆଉ ସହଜ ମଧ୍ୟ ହେଇପାରିବ। ଏଥିପାଇଁ କହୁନାହିଁ ଭିଡ଼ିଓଟି ବହୁତ ବଡ଼ ହେଇଯିବ। ପ୍ରଶ୍ନ ନମ୍ବର 7, ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ? ତାର ଉତ୍ତର ଲେଖିଦିଏ। ପ୍ରଶ୍ନ ନମ୍ବର 8, ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ତ୍ତିଥିଲେ? ପ୍ରଶ୍ନ ନମ୍ବର 9, ସିଂହନାଦ କିପରି ଗତି କରି ଭୀମଙ୍କ ହସ୍ତକୁ ଆସିଲା? ପ୍ରଶ୍ନ ନମ୍ବର 10, ବ୍ୟାସ ସରୋବରର ମାହାତ୍ମ୍ୟ ଲେଖ। ଏଟା ବହିରେ ମଧ୍ୟ ଅଛି। ପ୍ରଶ୍ନ ନମ୍ବର 11, ପ୍ରଥମ ଥର ସିଂହନାଦ ରଡ଼ିରେ ପୃଥିବୀରେ କି କି ଲକ୍ଷଣ ମାନ ଦେଖାଦେଲା? ପ୍ରଶ୍ନ ନମ୍ବର 12, ଦ୍ୱିତୀୟ ଥର ସିଂହନାଦ ରଡ଼ିରେ ସୌରଜଗତରେ କି କି ବିଲକ୍ଷଣ ଦେଖାଦେଲା? ପ୍ରଶ୍ନ ନମ୍ବର 13, ନବଦ୍ୱୀପର ନାମ ଲେଖ। ପ୍ରଶ୍ନ ନମ୍ବର 14, ସପ୍ତସାଗରର ନାମ ଲେଖ। ପ୍ରଶ୍ନ ନମ୍ବର 15, ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲା? ପ୍ରଶ୍ନ ନମ୍ବର 16, ମହାଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ କ'ଣ କ'ଣ କହି ବାହାରକୁ ଯିବା ପାଇଁ ବାରଣ କଲେ? ପ୍ରଶ୍ନ ନମ୍ବର 17, ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ? ପ୍ରଶ୍ନ ନମ୍ବର 18, ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନଙ୍କୁ ଛାଡ଼ି ପଳାଇଲେ? ପ୍ରଶ୍ନ ନମ୍ବର 19, ଦୁର୍ଯ୍ୟୋଧନର ଗଦାଦ୍ୱାର ଓଜନ କେତେ ପରିମାଣର? 70 ଭାର। ସପ୍ରସଙ୍ଗ ସରଳାର୍ଥ। ସରଳାର୍ଥ କେମିତି ଲେଖିବେ? 5ଟା ପଏଣ୍ଟକୁ ଆଧାର କରି ସରଳାର୍ଥ ଲେଖିବା ପାଇଁ ଚେଷ୍ଟା କରିବେ। ବିନା ଗାଇଡ଼ରେ ଲେଖିବା ପାଇଁ ଚେଷ୍ଟା କରିବେ, ଯାହାଦ୍ୱାରା ନିଜର ଲେଖିବାର ନଲେଜ ମଧ୍ୟ ବଢ଼ିବ, କେମିତି ଲେଖାଯାଏ ତାହା ମଧ୍ୟ ଜାଣିପାରିବେ। ଆମେ ଯଦି ଗାଇଡ଼ ଟେଷ୍ଟ ପେପର ଦେଖିକି ତାକୁ ଉତାରି ଦେବା ତାହେଲେ ଆମର ନଲେଜ ବଢ଼ିବ ନାହିଁ। ଏହା ପାଇଁ ଗୋଟିଏ ଭିଡ଼ିଓ ବନେଇଛି ଯେ ସପ୍ରସଙ୍ଗ ସରଳାର୍ଥ କେମିତି ଲେଖିବା, 5ଟା ଷ୍ଟେପକୁ ନେଇକି ଲେଖିବା। ଯଦି ଦେଖିନଥିବେ ଯାଇକି ସେ ଭିଡ଼ିଓଟାକୁ ଦେଖିଦିଅନ୍ତୁ, ଆପଣଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ ଓ ଏକ୍ଜାମ ମାନଙ୍କରେ ମଧ୍ୟ ଭଲ ମାର୍କ ଆସିପାରିବ। ଚାଲନ୍ତୁ ଜାଣିଦେବା
ପ୍ରଶ୍ନ ନମ୍ବର 20 ସଙ୍କଟ କାଲେ ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ ଦିଅସି ସିଂହନାଦ ପ୍ରସନ୍ନ ବଦନୀୟ। ସଙ୍କଟ କାଲେ ଡେଁ 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 ବଦନୀୟ। ଉକ୍ତ ପଦ୍ୟାଂଶଟି ଭୀମଙ୍କ ସିଂହନାଦ ରଡ଼ି ଶୀର୍ଷକ କବିତାରୁ ଗୃହୀତ। ଆମେ ଜାଣିଛେ ଏହି କବିତାର କବି ହେଉଛନ୍ତି ଆଦିକବି ଶାରଳା ଦାସ। ଏହି ପ୍ରସଙ୍ଗଟି କବିଙ୍କ ଦ୍ୱାରା ରଚିତ ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି। ଏଠାରେ କବି ଶାରଳା ଦାସ ପାର୍ବତୀ କିପରି ଶିବଙ୍କୁ ପାଣ୍ଡବଙ୍କୁ ସିଂହନାଦ ପ୍ରଦାନ କରିବା ଉଚିତ ବୋଲି ଶିବଙ୍କୁ ପରାମର୍ଶ ଦେଇଛନ୍ତି ତାହା ଏଠାରେ ବର୍ଣ୍ଣନା କରିଛନ୍ତି। ପ୍ରଥମ କଥା, ଏଇ ତିନିଟା ପଏଣ୍ଟ ଏହି ପାଠର ପ୍ରତ୍ୟେକ ସରଳାର୍ଥରେ ଆସିବ ନା ଏହି ପାଠଟି ଶିବଙ୍କ ସିଂହନାଦ ରଡ଼ିରୁ ଆସିଛି। ଆଉ ଏହି କବିତାର କବି ହେଉଛନ୍ତି ଆଦିକବି ଶାରଳା ଦାସ। ଆଉ କବିଙ୍କ ଦ୍ୱାରା ରଚିତ ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି। ଏଇ ତିନିଟା ପଏଣ୍ଟ ସେମିତି ହିଁ ରହିବ। ଆଉ ଗୋଟେ ପଏଣ୍ଟ ଲାଷ୍ଟକୁ ଲେଖିବେ, ତାପରେ ତାର ବ୍ୟାଖ୍ୟା କରିବେ। ଆଉ ଗୋଟେ ପଏଣ୍ଟ କ'ଣ ଲେଖିବେ ନା ଏହି ଉକ୍ତିରେ ବା ଏହି ପଂକ୍ତିରେ କେଉଁ ବିଷୟରେ ବର୍ଣ୍ଣନା କରାଯାଇଛି ସେ ଗୋଟିଏ ପଏଣ୍ଟ ଲେଖିକି ବାକି ତଳେ ଯାହା ପାରୁଛନ୍ତି ନିଜ ମନରେ ଯାହା ସବୁ ବୁଝିଥିବେ ସେଇଟା ନିଜ ମନ ଅନୁସାରେ ଲେଖିପାରିବେ, ଯାହାଦ୍ୱାରା ନଲେଜ ବଢ଼ିପାରିବ। ଆମେ ଗାଇଡ଼ ଟେକ୍ସଟ ପେପର ଦେଖିକରି ଯଦି ସେମିତି ଲେଖିଦେବା ଆମର ନଲେଜ ବଢ଼ିବ ନାହିଁ। ତ ଚେଷ୍ଟା କରିବେ ପଏଣ୍ଟକୁ ଆଧାର କରି ଲେଖିବା ପାଇଁ ଆଉ ନିଜେ ଲେଖିବା ପାଇଁ। ଏଇଟା ତ ଲେଖା ହେଇଛି, ସବୁ ଦେଖିଦିଅନ୍ତୁ। ଆଗକୁ କହିବି ନାହିଁ, ଭିଡ଼ିଓଟି ବଡ଼ ହେଇଯିବ। ଏଇଟା ଦେଖିକି ଲେଖିଦେବେ। ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତି ନ ପାଣି ପୃଥିବୀ ଦଳ ଦଳିତ କମ୍ପଇ ମେଦିନୀ। ଦେଖିକି ଲେଖିଦେବେ, ଭିଡ଼ିଓ ପଜ କରିକି ଲେଖିଦେବେ। ଦୀର୍ଘ ଉତ୍ତରମୂଳକ ଯାହାକି 10 ମାର୍କ ପାଇଁ ପଡ଼ିଥାଏ। ଭୀମସେନ ଦୁଇବାର ସିଂହନାଦ ରଡ଼ି କରିବା ବେଳେ କ'ଣ କ'ଣ ଘଟିଥିଲା? ଏହା ଲେଖିବା ପୂର୍ବରୁ କବିଙ୍କ ବିଷୟରେ ଟିକେ ଲେଖିଦେବେ ଆଉ ସେଠାରେ କ'ଣ ସବୁ ବର୍ଣ୍ଣନା ହେଇଛି ସେଇଟା ମଧ୍ୟ ଲେଖିବେ। କିନ୍ତୁ ପ୍ରଥମେ କବିଙ୍କ ବିଷୟରେ ଅଳ୍ପ କିଛି ଲେଖିବେ। ଯେମିତି ଲେଖିବା, ଏହି କବିତାର କବି ହେଉଛନ୍ତି ଆଦିକବି ଶାରଳା ଦାସ। ଏହି କବିତାଟି କବିଙ୍କ ଦ୍ୱାରା ରଚିତ ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି ଓ ଏଠାରେ ଶିବଙ୍କ ଦ୍ୱାରା ସିଂହନାଦ ପ୍ରାପ୍ତି ପରେ ଭୀମସେନ ସିଂହନାଦ ରଡ଼ିର 3 ଥର ରଡ଼ି ଦେଇଥିଲେ। ସେ ସବୁ ଆଉ ସେ 3 ଥର ରଡ଼ିରେ କ'ଣ ସବୁ ଘଟିଥିଲା ସେ ସବୁ ଲେଖିବେ। ମୁଁ କହୁନାହିଁ, ଏଇଟା ଭିଡ଼ିଓକୁ ପାଉଜ କରିକି ଦେଖିକି ଲେଖିଦେବେ। କେଉଁ ପରିସ୍ଥିତିରେ ଭୀମଙ୍କୁ ସିଂହନାଦ ଦେବାକୁ ସଦାଶିବ ସମ୍ମତ ହେଲେ ବା ସହମତ ହେଲେ? ଭିଡ଼ିଓକୁ ପାଉଜ କରିକି ଲେଖିଦେବେ। କେଜାଣି ଏକ୍ଜାମରେ ମଧ୍ୟ ଆସିଯାଇପାରେ। କେମିତି କ'ଣ ଲେଖା ହେଉଛି ଟିକେ ଦେଖିଦେବେ। ସେଇ ହିସାବରେ ନିଜେ ମଧ୍ୟ ବୁଝିକି ଲେଖିବା ପାଇଁ ଚେଷ୍ଟା କରିବେ। ଏଥିପାଇଁ ମୁଁ କହୁନାହିଁ ଭିଡ଼ିଓଟି ଲମ୍ବା ହେଇଯିବ। ମୁଁ ଚାହେଁ ନାହିଁ ଭିଡ଼ିଓଟି ଲମ୍ବା ହବ ବୋଲି। ଯେଉଁମାନଙ୍କର ବି ଆବଶ୍ୟକତା ଅଛି ଏ ଭିଡ଼ିଓକୁ ଦେଖିକି ପ୍ରଶ୍ନର ଉତ୍ତର ଲେଖିପାରିବେ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର ଓ କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖକୁ ପହଞ୍ଚି ପାରିବ। ଥ୍ୟାଙ୍କ ୟୁ ଫର୍ ୱାଚିଂ।